ଚାଲ ଆଜି ଆମେ ବନେଇବା ବଡ଼ ରୋହି ମାଛ ତରକାରୀ। ପ୍ରଥମେ ବଜାରରୁ ଆଣିଥିବା ରୋହି ମାଛକୁ ମାରିନେଟ୍ କରିନେବା। ମାରିନେଟ୍ ପାଇଁ ମାଛରେ ହଳଦୀ, ଲଙ୍କାଗୁଣ୍ଡ, ଲୁଣ, ଅଦା ରସୁଣ ପେଷ୍ଟ, ସୋରିଷ ତେଲ, ଫାଳେ ଲେମ୍ବୁର ରସ ମିଶାଇବା ଏବଂ କିଛି ଫିସ୍ ମସଲା ପକାଇ ମାରିନେଟ୍ ପାଇଁ 25ରୁ 30 ମିନିଟ୍ ଛାଡ଼ିଦେବା। ଆପଣ ଦେଖିପାରୁଥିବେ ଏଠି ଆମେ ସୋରିଷ ତେଲ ପକାଇଛୁ, ଅଦା ରସୁଣ ପେଷ୍ଟ ଆଉ ସବୁ ମସଲା ପକାଇକି ଆମେ ଭଲସେ ଗୋଳେଇ ଦେଇକି ରଖିଛୁ। ଏବେ ଚାଲନ୍ତୁ ଆମେ ବନେଇବା। ଚାଲନ୍ତୁ ଏବେ ବେସର ବନେଇବା। ବେସର ପାଇଁ ଆମେ କିଛି ଜିରା, ସୋରିଷ, ଅଦା, ଖଣ୍ଡେ ରସୁଣ, କିଛି କଞ୍ଚା ଲଙ୍କା, ଶୁଖିଲା ଲଙ୍କା ମିଶାଇବା, କିଛି ଟମାଟୋ ଦେଇକି ତାକୁ ଆମେ ଭଲ କରି ପେଷ୍ଟ ବନେଇବା ଏବଂ ପ୍ୟାନ୍ରେ କିଛି ତେଲ ନେଇ ତାକୁ ଗରମ କରିବା। ସେଥିରେ ଆମେ ପେଷିଥିବା ମସଲାକୁ ପକାଇବା। ଏଠି ଆମ ପାଖରେ ଆକ୍ଚୁଆଲି ଅଦା ରସୁଣ ପେଷ୍ଟ ଆଗରୁ ଆଭେଲେବୁଲ୍ ଥିଲା, ସେଥିପାଇଁ ଆମେ ଅଦା ରସୁଣ ପେଷି ନଥିଲୁ। ଅଦା ରସୁଣ ଆମେ ପରେ ପକାଇଲୁ 2 ମିନିଟ୍ ପରେ, ବେସର ପକାଇବାର 2 ମିନିଟ୍ ପରେ ଏବଂ କିଛି ସମୟ ପରେ ଆମେ ସବୁ ଶୁଖିଲା ପାଉଡ଼ର ମସଲା ସବୁ ପକାଇଦେବା ଏବଂ ତାକୁ ଭଲ କରିକି ଆମେ ଚଲେଇବା। ସେତେବେଳେ ଦେଖିବା କି ଇଣ୍ଡକ୍ସନ୍ ହଉ ବା ଆମର ଏଇ ଗ୍ୟାସ୍ର ଫ୍ଲେମ୍ ହଉ ଟିକେ ହାଇ ରଖିବା ଏବଂ ତାକୁ ଭଲ କରି ଚଲେଇବା ଯେପର୍ଯ୍ୟନ୍ତ ସିଏ ଆମର ତେଲ ନ ଛାଡ଼ିଛି। ତେଲ ନ ଛାଡ଼ିବା ମାନେ ତେଲ ଯେପର୍ଯ୍ୟନ୍ତ ମସଲାରୁ ନ ଛାଡ଼ିଛି ସେ ପର୍ଯ୍ୟନ୍ତ ଭଲ କରିକି ଚଲେଇବା। ତେଲ ଛାଡ଼ିଗଲା ପରେ ଆମେ ସେଥିରେ କିଛି ପାଣି ମିଶାଇବା। ଦେଖନ୍ତୁ ଏଠି ଆମର ତେଲ ପୁରା ଛାଡ଼ି ଆସିଲାଣି। ଏବେ ଆମେ ସେଥିରେ ପାଣି ଦେବା। ଆବଶ୍ୟକ ପରିମାଣରେ ପାଣି ଦେଇକି ପାଣିକୁ ବହୁତ ଫୁଟିବା ସାରିକା ଆମେ ଅପେକ୍ଷା କରିବା ଏବଂ ଫୁଟିଗଲା ପରେ ସେଥିରେ ଆମେ କିଛି ଆମ୍ବୁଲ ପକାଇବା। ଆମ ପୁରା ଓଡ଼ିଆ ଷ୍ଟାଇଲ୍ର ବନେଇବା ନା, ସେଥିରେ ଓଡ଼ିଆ ଷ୍ଟାଇଲ୍ରେ ତ ଆମର ଆମ୍ବୁଲ ହିଁ ମେନ୍। ବେସରରେ ଆମ୍ବୁଲ ପକାଇବା ଏବଂ ଆମ୍ବୁଲ ପକାଇ ସାରିବା ପରେ ଆଉ କିଛି ସମୟ ଆମେ ଟିକେ ଭଲକି ଫୁଟାଇ ଦେବା। ଦେଖିପାରୁଥିବେ ଆପଣ କେମିତି ଆମର ଫୁଟୁଛି। ତ ପୁରା ଫୁଟିଗଲା ପରେ ତାକୁ ଆମେ ଓହ୍ଲେଇକି ସାଇଡ଼୍ କରିକି ରଖିଦେବା। ଏଇ ଦେଖନ୍ତୁ ମାଛ ବେସର ହେଇଗଲା ପରେ ଆମେ ତାୱାରେ ନେଇକି ମାଛକୁ ଫ୍ରାଏ କରିଦେବା ଏବଂ ତାପରେ ପ୍ଲେଟ୍ରେ ଆମେ ନେଇଯିବା ଏବଂ ଖାଇବା। ଆମେ ଟେଷ୍ଟ କରିବା କେମିତି। Superb.